ଆଜି ସାବିତ୍ରୀ ବ୍ରତରେ ମୋତେ ଭାତ ଖାଇବା ପାଇଁ ପଡ଼ିବ ବୋଲି କିଏ ଜାଣିଥିଲା। ହ୍ୟାଲୋ ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ। ସକାଳୁ ସକାଳୁ ଝିଅକୁ ଉଠେଇ ଦେଇ ତାକୁ ନେଇଯାଇଥିଲେ ବ୍ରସ୍ କରିବା ପାଇଁ। ଯଦି ଏଯାଏଁ ମୋ ଭିଡ଼ିଓ ଦେଖୁଛନ୍ତି ତେବେ ଭିଡ଼ିଓଟିରେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଆଉ ଆପଣମାନଙ୍କର ଗୋଟିଏ ଲାଇକ୍ ଆଉ ସବସ୍କ୍ରାଇବ୍ ମୋତେ ଆଗକୁ ବଢ଼ିବାକୁ ସୁଯୋଗ ଦେବ। ତାପରେ ଝିଅକୁ ମୋର ରୁଟି କ୍ଷୀର ଖୁଆଇ ଦେଇଥିଲି। ଆଜି ପବିତ୍ର ସାବିତ୍ରୀ ବ୍ରତ ପାଇଁ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ତାପରେ ବସି ଯାଇଥିଲେ ରୋଷେଇ କରିବା ପାଇଁ। ଯେତେବେଳେ ମୁଁ ମୋ ଶାଶୁ ଘରକୁ ବାହା ହେଇକରି ଆସିଥିଲି ସେବେ ଜାଣିବା ପାଇଁ ପାଇଥିଲି ଯେ ଆମର ସାବିତ୍ରୀ ବ୍ରତ ନାହିଁ। ଏଇ ବ୍ରତ ଦିନ ଆମ ବଂଶରେ କିଏ ଜଣେ ମରିଯାଇଥିଲେ। ଏଇ କଥା ଶୁଣି ମନ ମୋର ଭାରି ଦୁଃଖ ହେଇଥିଲା। ଛାଡ଼ନ୍ତୁ, ମନକୁ ବୁଝେଇ ଦେଇ ଆମେ ଶାଶୁ ବୋହୂ ବାହାରି ପଡ଼ିଥିଲୁ ଜଗନ୍ନାଥ ମନ୍ଦିର। ମନ୍ଦିରରେ ପହଞ୍ଚି ବହୁତ ଭିଡ଼ ଦେଖିବା ପାଇଁ ପାଇଥିଲୁ। ଏତେ ଭିଡ଼ ଭିତରେ ମଧ୍ୟ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମା ପୁରା ଝଲସି ଉଠୁଥିଲେ। ତାପରେ ମୁଁ ଯାଇ ଲକ୍ଷ୍ମୀ ମାଙ୍କୁ ଦର୍ଶନ କରିଥିଲି। ପଦ୍ମଫୁଲ ମାଳରେ ମା ବହୁତ ହି ସୁନ୍ଦର ଦେଖାଯାଉଥିଲେ। ଆପଣମାନଙ୍କୁ ମା କେମିତି ଲାଗୁଛନ୍ତି ଟିକେ କମେଣ୍ଟ ମାଧ୍ୟମରେ ଜଣେଇବେ ତ। ଆଜି ପାଇଁ ରହିଲି, ଜୟ ମା ଲକ୍ଷ୍ମୀ।